ନାମ ଲେଖା ଦିନରେ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ଗେଟ୍ ନିକଟରେ ଜଗି ରହିଛନ୍ତି ଛାତ୍ରଛାତ୍ରୀ। ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ନାମ ଲେଖାକୁ ସ୍ମରଣୀୟ କରିବା ପାଇଁ ନୂତନ ଶିକ୍ଷାନୀତି 2020 ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଶିଶୁ ବାଟିକା କାର୍ଯ୍ୟକ୍ରମ ଖୁବ୍ ଧୁମ୍ଧାମ୍ରେ ପାଳନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ ଆଜି ଭଳି ଗୋଟିଏ ବଡ଼ ଓ ପବିତ୍ର ଦିନରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କୁମୁଳାସିଂ ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି କିଛି ଅଭାବନୀୟ ଘଟଣା। ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ 6:30ରେ ପହଞ୍ଚି ଶିକ୍ଷକଙ୍କୁ ଅପେକ୍ଷା କରୁଛନ୍ତି। ପାଖାପାଖି 7:10 ପର୍ଯ୍ୟନ୍ତ କୌଣସି ଶିକ୍ଷକ ବିଦ୍ୟାଳୟକୁ ଆସିନଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଅଭିଭାବକ କାହା ଭରସାରେ ତାଙ୍କ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଏହି ବିଦ୍ୟାଳୟରେ ନାମ ଲେଖାଇବେ? ଯେଉଁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଠିକ୍ ସମୟରେ ବିଦ୍ୟାଳୟକୁ ଆସୁନଥିବା ବେଳେ ଠିକ୍ ସମୟରେ ଛାତ୍ରଛାତ୍ରୀମାନେ ଘରକୁ ନ ଯିବା ପୂର୍ବରୁ ହିଁ ନିଜେ ଚାଲି ଯାଉଛନ୍ତି। ସେପଟେ 100 ବର୍ଷର ପୁରୁଣା ବିଦ୍ୟାଳୟ ଆଜି ବି ଅବ୍ୟବସ୍ଥା ମଧ୍ୟରେ ରହିଛି। ଏଠି ନା ରହିଛି ଉନ୍ନତମାନର ଶ୍ରେଣୀଗୃହ, ନା ରହିଛି ଟେବୁଲ ଚେୟାର। ଛାତ୍ରଛାତ୍ରୀମାନେ ତଳେ ବସି ପାଠ ପଢ଼ୁଛନ୍ତି। ଏହିପରି ଅବସ୍ଥାରେ ପିଲାମାନେ ଛନ୍ଦି ହୋଇ ନିଜ ଭବିଷ୍ୟତ ଗଢ଼ୁଛନ୍ତି। ବୋଧେ ଏହି ବିଦ୍ୟାଳୟକୁ କୌଣସି ଅଧିକାରୀଙ୍କ ପାଦ ପଡ଼ୁନଥିବାରୁ ଏହିପରି ଅନେକ ଅବ୍ୟବସ୍ଥା ଘେର ମଧ୍ୟରେ ରହିଛି ଏହି ବିଦ୍ୟାଳୟ। ତେବେ ଖବର ପ୍ରସାରଣ ପରେ କିଛି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଛନ୍ତି କି ଉକ୍ତ ବିଭାଗ, ତାହା ଦେଖିବାକୁ ବାକି ରହିଲା। ଗଜପତିରୁ ଅଲିନ ପାଣିକ ରିପୋର୍ଟ, ଏୱାନ୍ ଓଡ଼ିଶା।